धन्य तुहि सत्यसंध राजा हरिश्चंद्र आज निर्मल हृदय प्रदान करिछो राज्य रखिरठी ए ऋषि विश्वामित्री साधु साधु राजा हरिश्चंद्र अगाधु हाँ मु अगाधु जमा गाधाए नहीं हेले यही थर निश्चय गाधोई कहीं ना एते दिन के आपणकर प्रतिहिंसार प्रतिशोधटा मिलगला अगाधु मिश्र तुम्हें जा चाहूछ मु जानी अगाधु मिश्र आज्ञा ए आम राजांकर किसी दोष नहीं सब खेलटा लगाजी कूलर पुरथा से ब्राह्मण वशिष्ठ ना वशिष्ठ 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 ता नई असमय राजा कहीं छाड़ी जाते बन तू देखिबो अगाधु मिश्र आज्ञा आज्ञा से ब्राह्मण वशिष्ठ किपरि रक्षा करिबो तार राजा हरिश्चंद्र देवी देवी कठोर दंड मुहि राजा हरिश्चंद्र देखिबि रे ब्राह्मण वशिष्ठ मत देइथिबा अपमानर मो नबी चरम प्रतिशोध जा सब खेलटा लगला मु निज आखिर देखिछि बरा काली डाकी राजन पुणी पेशिले बन तुम तो पजाग जग जानी ब्राह्मण ब्राह्मण वशिष्ठ सबरी कारण पठाइन राजा हरिश्चंद्र अरण्य पथरे जगमर करिअछि भग्न किंतु मो निश्चय करिन जगर समाधि हेबी ब्रह्मा विष्णु शिव सृष्टि करिबी समाज रे एक नूतन जीव जगत देखिबी ब्राह्मण वशिष्ठ तू निश्चय दिने मो चरण पशिबु शरण हाँ हाँ एटा अनिवार्य कारण मो प्रबल प्रतापी विश्वाग्रास विश्वामित्र हाथ मार दे था कि लागिगला थर अग्निटा उपयुक्त समय मु अग्निटा करिछि संयोग हला दीपरे तैल सलिता थिले कोन हबो अग्निटा संयोग कले सिना जळिबो तापरे अग्निटा संयोग करिया पई दियासिल रखिबा प्रयोजन गोटे काठी तो यथेष्ट टिके हाथ मार दे थांती कि बेल आसी हेलानी मु फूल तोली गाधोई मंदिर पूजा करू करू एते बेल होई सारिलानी मु हाट को जिपी केते बेले आम घरे केही नाहाती ना कोन ए जमुना जमुना नई जमुना अरे ये कुआड़े गला खोजी खोजी मुहता सोई गलेनी आ जमुना काहे केड़े बड़े बट्टा करे चिल्लो चमड़ के सुने हां
ଶାନ୍ତିରେ ମତେ କୋଉଠି ଟିକେ ବସେ ଉଠେଇ ଦେବେନି କି ଗିରସ୍ତ କଲିଲୋ ମା ହଁ ହଁ ମୋ ପାଟିଟା ଖାଲି ଶୁଭୁଛି ତୁମ ପାଟି ପରା ଗାଁ ସାରା ସମସ୍ତଙ୍କୁ ସଦାବେଳେ ଶୁଭେ ମୋ ପାଟିଟା କେମିତି ଶୁଭିଲା ହଁ ବା ଶୁଣନ୍ତୁ ହଁ ମୁଁ କାର ଖାଏ ନା ଧାରେ ବା ମତେ ପୁଣି ସେମାନେ କହିବେ ନାଇଁ ତମକୁ କାହିଁ କହିବେ ଭାରି କହିଲା ବାଲା ହେଇଛ ତମର ଖାଲି ପାଟି ଅଛି ତମେ କହିବା ଆଉ ସମସ୍ତେ ଶୁଣିବେ ନା ହଁ 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 କହିବେ ନା ନା କହିବେ କହୁଛନ୍ତି ତାଙ୍କ କଲିଜାରେ ଯଦି ଦାନ୍ତ ଲଗେଇ ଭିଡ଼ି ନ ଆଣିଛି ତାହେଲେ ମୋ ନା ଯମୁନା ନୁହେଁ ହଁ ଏ ମା ରଣଚଣ୍ଡୀ ରହିଯା 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 ଆଗକୁ ଯା ନା ହଉ ହେଲା ତମ କଥା ରହିଲା ତମ କଥା ସମସ୍ତେ ମାନିବେ ଏଥର କହ ମୁଁ କହୁଛି ମୁଁ ଏତେ ସାରା ଘର କାମ ଆଉ କରିପାରିବି ନାହିଁ ବୁଝିଲ ଭଲ ନାଇଁ ନାଇଁ ଭଲ ଆସ ଆସ ଯମୁନା ନଈ ଆସ କଣ କହୁଛ ଏଇ ଧର ତମେ କଣ ମୋ ପାଇଁ ମିଠା ଆଣିଛ ନା କଣ ବହୁତ ଦିନର ମନ ଥିଲା ଟିକେ ମିଠା ଖାଇବି ଏଇଟା କଣ ବା କୁଶବଟୁ ତମ୍ବା ପାତ୍ର ଗାମୁଛା ହଁ ଏଇଟା କଣ କରିବି ଗାଁ ଗାଁ ବୁଲି ଜେଜମାନଙ୍କର ଶ୍ରାଦ୍ଧ ଶ୍ରଦ୍ଧା କରିବ ଆଉ ଯାହା ଦାନ ଦକ୍ଷିଣା ମିଳିବ ସବୁ ନେଇ ଆସିବ ହେଲା କଣ କହିଲ ମୁଁ ମନ୍ଦିର ସୁଧି ସୁଧା କାମ କରିବି ଆଉ ତୁମେ କଣ୍ଟ କରିବ କହିଲ ରୋଷେଇ କରିବି ଯମୁନା ନଈ ରୋଷେଇ କରି ତୁମକୁ ଖାଇବାକୁ ଦେବି ଆଉ ସବୁଦିନ 10-5 ଖଣ୍ଡ ପାନ ଭାଙ୍ଗି ଦେବି ହେଲା ଏ ଯା ମୋ ମାଇପି କାମ କାଳେ ପୁରୁଷ କରିବେ କାହିଁକି ପାରିବିନି ହେଲେ ଗୋଟେ କଥା ପାରିବିନି କୋଉ କାମଟା ଏଇ ପିଲା ଜନ୍ମ କରିବା କଥା ମାଲୋ ଏତେ କଷ୍ଟ ଏ କଥା ହେଇପାରିବନି ହେଇପାରିବ ସେ କଥା ଛାଡ ଆଉ ତୁମେ ପରେ ହାଟକୁ ଯିବ ମାଲୋ ଯାଇଥାନ୍ତି ଯେ ହେଲେ କେମିତି ଯିବି କହିଲୁ ରାତ୍ର 2 ଘଡ଼ି ଥାଉ ଥାଉ ମନ୍ଦିର ପୂଜା କରୁଥିଲି ପେଟଟା କାଟି ହଉଛି ଆଲୋ ନ ଖାଇ ମୁଁ କେମିତି ଯିବି ହାୟୋ ତମେ ଏଡେ କୃପଣ ଲୋକ ଦେଖୁଛି ଏ ପଇସା ଦେଇ ହାଟରୁ ଖାଇବା କଣ ଅଭାବ ଅଛି ପଇସା ଦେଇ ହାଟରୁ ଖାଇ ନେବ କଣ ଯମୁନା ପଇସା ଦେଇ ପୁଣି ହାଟରୁ ଖାଇବି ମୋ ଧନ ରହିବ ତ କାହିଁକି କାହିଁକି ରହିବନି କଥା କଣ କି ମୁଁ ଆଜି ରୋଷେଇ କରି ନାହିଁ ରୋଷେଇ କରିନ ଆସ ଆସ ଯମୁନା ଯାହା ଥବ ଖାଇ ନବ ଆସ ନାଇଁ ମୋର ବିନ୍ଧିଲା ହାତ ରାନ୍ଧି ନଥିଲି ଭାତ ରାତିକୁ ଆସିଲା ଜରା ରୋଗ ଜୀବତ ମତେ କହିଲୁ ନାହିଁ ରାନ୍ଧି ଯାଇ 3 ଦିନ ଖାଇ ନାହିଁ ଲାଗୁଛି ଭାଇ ଅଛି ଧନ ବହୁତ ନିଜେ ରାନ୍ଧ ଯା ଭାତ ଲଜା ଲାଗୁ ନାହିଁ କୁହ କଥା ବହୁତ ନିଧି ଉପାସ ରହି ମତେ ଲାଗୁଛି ଭାଇ ମରିଗଲେ ଧନ କିଏ ଖାଇବ ରହି मन मोहर बाणी रसियाण चाकिणी पाइटी करी बसिए आरत भणी ଶଳା କଥାଟା ଯାଇ ଏଠି ମୁଁ ଗାଁ ସାରା ଖୋଜୁଛି ପାଇବି କୋଉଠି ହୟ ପଇସା ଦେଇ ପୁଣି ଦାସୀ କିଣି ଆଣିବି
ମୋ ଧନ ସମ୍ପତ୍ତି ରହିବ ତ ଏ ନହେଲେ ନାଇଁ ଆ? ତମେ ଖାଇଲ କେତେ ନ ଖାଇଲ କେତେ ମୋର କଣ ଗଲା ମୁଁ ଚାଲିନି ମୋ ବୋପା ଘରକୁ ଚାଲିନି କଣ ଏଇ ତ ଗଲି ଆଉ ଏ ଯମୁନା ଯମୁନା ଆସ ତମେ ଗଲେ ଏ ବୟସରେ ମୋର ଆଉ କିଏ ସେବା କରିବ ଆଚ୍ଛା ଯମୁନା ହଉ ଆଉ ରାଗ ନାହିଁ ବେଳ ଦେଖି ସମୟ ଦେଖି ମୁଁ ଦାସୀଟେ କିଣି ଆଣିବି ଆସ ସାତ ହିଁ ରାନ୍ଧି କରି ଖାଇବା ଆସ ଏଇ ଦେଖିଲ ମୋ ବୁଦ୍ଧିକୁ ମୁଁ ଜାଣେ ପରା ସିଧା ଆଙ୍ଗୁଠିର ଘିଅ ଜମା ବାହାରିବନି ସେଥିପାଇଁ ଆଙ୍ଗୁଠିକୁ ବଙ୍କା କରିବାକୁ ପଡେ ହଉ ଚାଲ ଆସ। ହାଟକୁ ଯିବା